ପ୍ରିୟ ଗ୍ରାହକ ବୃନ୍ଦ, ଅଖିଳ ଜ୍ୟୋତିର ଶାଖା ଚ୍ୟାନେଲ ବିଶ୍ୱଜ୍ୟୋତି ନାମରେ ଆଉ ଏକ ଚ୍ୟାନେଲ ଖୋଲା ଯାଇଛି। ସେଥିରେ ବିଜ୍ଞାନ ଓ ଦର୍ଶନର ଅନେକ ଗୂଢ଼ ରହସ୍ୟ ତଥା ନୂତନ ତଥ୍ୟ ପ୍ରକାଶ ପାଉଛି। ଆପଣମାନେ ସବସ୍କ୍ରାଇବ୍ କରି ସେଥିରେ ମେମ୍ବର ହୁଅନ୍ତୁ। ବହୁତ କିଛି ଅଜଣା ତଥ୍ୟ ଜାଣିପାରିବେ। ସେ ଅର୍କି ଦାସର ଗୋଟେ ମୁଁ ବହି ପଢୁଥିଲି, ସେଥିରେ ଲେଖା ଅଛି ଆମିଷ ବିଷୟର। ଟିକେ ପଢି ମତେ ବୁଝେଇଦେବେ ନା? ମୁଁ ତ ଏବେ ବୁଝିପାରିନି, ଆପଣ ପଢି ଦିଅନ୍ତୁ। ହଁ ଆମେ 4ଟା ବେଳକୁ କଥା ହେବା। କାରଣ କଥାଟା ମୁଁ ଶୁଣି ଯାଇଥିଲି, ମୁଁ ତରତର ହେଲେନି ତ ଟିକେ ସନ୍ଧ୍ୟା ପଡୁନି। ହଉ ଟିକେ ପଢିଉଛି। ହଁ ହଁ ହେମନ କୁହ ଅଛି ମୁଇଁ ଶରୀର ଆମିଷ ଅଟଇ, ହୁଁ ରଜ ବୀଜ ଆମିଷ ଜାଣ ତହିଁରୁ ସକଳ ବିହାଣ। ହୁଁ 56 କୋଟି ଜୀବ ଯେତେ ଆମିଷରୁ ଜାତ ସମସ୍ତେ, ହୁଁ ଜଳ ସ୍ଥଳ ପୃଥିବୀ ଆକାଶ ଆମିଷ ମଧ୍ୟ ସେଇ ଲିପ୍ତ। ହୁଁ ହୁଁ ବସୁଧା ଆମିଷ ଅଟଇ ତା ତହୁଁ ସର୍ବ ଜାତ ହୋଇ, ହୁଁ ଜଳଟି ଆମିଷ ହୋଇଛି ତାହାକୁ ସର୍ବେ ଖାଉଛନ୍ତି। ହୁଁ ଅଗ୍ନିଟି ଖାଉଛି ସମସ୍ତ ତାହାର ଶରୀର ଆମିଷ। ହୁଁ ଦେଖ ପବନ ବହୁ ଅଛି ଆମିଷ ସମସ୍ତ ଖାଉଛି। ହୁଁ ସକଳ ଘଟେ ତାର ବାସ ସେ ପୁଣି ନାବରେ ଆମିଷ। ହୁଁ ଆକାଶ ଶୂନ୍ୟରେ ରହିଛି ଆମିଷ ବାସ ସେ ନେଉଛି। ହୁଁ ସେ ପୁଣି ଆମିଷ ନାବର ମହାଶୂନ୍ୟ ଅଛି ଆବରି। ଦେଖ ସୂର୍ଯ୍ୟଟି ରହିଅଛି ସମସ୍ତ ଆମିଷ ଖାଉଛି। ହୁଁ ତାହାର ଆତ୍ମା ପର ନାହିଁ ସେ ପୁଣି ନିର୍ଗୁଣ ଅଟଇ। ହୁଁ ତା ତେଜ ପୁଥିରେ ପଡିଲେ ସମସ୍ତ ନାଶ ଯାଏ ଭଲେ। ହୁଁ ଦେଖ ହେ ଚନ୍ଦ୍ର ଉଦୟ ହୋଇ ଆମିଷ ସମସ୍ତେ ଭକ୍ଷଇ। ହୁଁ ସେ ପୁଣି ଅଟଇ କମଳ ନାହିଁ ତାର ଆଶ୍ର ଘର। ହଁ ନକ୍ଷତ୍ର ମାନେ ଯେ ଅଛନ୍ତି ଆମିଷ ସମସ୍ତେ ଭକ୍ଷନ୍ତି। ହୁଁ ଆମିଷ ବିନା ନାହିଁ କିଛି ଆମିଷ ଶରୀର ହୋଇଛି। ହୁଁ ମାତାର ମୂତ୍ର ଅଟେ କ୍ଷୀର ସେ ପୁଣି ସଂସାରେ ସାର। ହୁଁ ଶରୀର ଧାରଣ ହୋଇଛି ସେ ପୁଣି ଆମିଷ ଅଟଇ। ହୁଁ ଗୋରୁ ମୂତ୍ରରୁ ଅଟେ କ୍ଷୀର ସେ ପୁଣି ସଂସାରେ ସାର। ହୁଁ କ୍ଷୀର ପବିତ୍ର ଅଟଇ ସର୍ବେ ଦେବ ଭୋଗ ଲାଗଇ। ହୁଁ 56 କୋଟି ଜୀବ ଯେତେ ଆମିଷ ଭକ୍ଷନ୍ତି ସମସ୍ତେ। ହୁଁ ଆମିଷକୁ ଆମିଷ ଖାଇ ଆମିଷ ଆମିଷେ ମାରଇ। ହୁଁ ଘାସ ଆମିଷ କିନ୍ତୁ ଜାଣ ପୃଥିରେ କିଛି ନାହିଁ ଫୁଣ। ହୁଁ ଏସବୁ ନା ମାନବଙ୍କ ପାଇଁ ଆମିଷ ଜୀବ ସର୍ବେ ହୋଇ। ମାନବ ଜୀବ ଘୃଣା କରେ ମାନବ ଜୀବ ଯେ ସଂଘାରେ। ପାପ ପୁଣ୍ୟକୁ ଡରୁଛନ୍ତି କାଳ ଚକ୍ରରେ ସେ ପଡନ୍ତି। କଳ୍ପନା ସଙ୍ଗେ କାଳ ଥାଇ ପାପକୁ ଘେନି ସେ ଖେଳନ୍ତି। ଚେତନା ପ୍ରାଣୀକୁ ସେ ଦିଏ ପାପକୁ ଚେତନା କରାଏ। ପାପକୁ ପଥକୁ ଗତି କରେ ନିର୍ଗୁଣ ପଥ ପାଶରେ। ପୁଣ୍ୟ କର୍ମରେ କର୍ମ ଯେତେ ସେଥାଏ ପାପର ସଗତେ। ବାଳୁକ ଚେତନା ହଜାଏ ପୁଣି ସେ କର୍ମ କରୁଥାଏ। ତପ ଯଜ୍ଞ ଇତ୍ୟାଦି ଯେତେ ତୀର୍ଥ ବ୍ରତ ଆଦି ସହିତେ। ସବୁ ମିଥ୍ୟା ବୋଲି ଜାଣ କର୍ମରେ ଆଚରି ପ୍ରମାଣ। ଅଣ ଅଚାରି ଅକର୍ମରେ ଏକଥା କର୍ମରେ ବାହାରେ। ହଁ ଅଣ ଆଚାରୀ। କର୍ମ କରିଲେ ମାୟା ଗ୍ରାସେ ଅକର୍ମ କଲେ ମାୟା ନାଶେ। ତୁ ରାଜା କର୍ମକୁ ତ୍ୟଜିବୁ ଶରୀରେ ନିରୋଗ ହୋଇବୁ। ପାପ ତାପରେ ଦୁଇ ଜୀବ ଉଭୟ ଆଉ ନ ରହିବ। ବ୍ରହ୍ମ ସଙ୍ଗତେ ଚେତା ହେତୁ ବ୍ରହ୍ମ ହେତୁ ହୃଦୟ ଦେଖିବୁ। ବ୍ରହ୍ମ ଭୂତ ଆତ୍ମା ସଙ୍ଗରେ ରହିଣ ଅଛଇ ହୃଦରେ। ବାହ୍ୟରେ ଅନ୍ତର ରହିଛି କି ରୂପେ ଲୀଳା କରୁଅଛି। ବ୍ରହ୍ମ ଶୋଚନ ନଥାଇ ପାପ ପୁଣ୍ୟକୁ ନ ଡରଇ। ଏ ବ୍ରହ୍ମ ସକଳ ଦେଖଇ ତା ଆତ୍ମା ପର ନାହିଁ। ସେ ବ୍ରହ୍ମ ଯାକୁ ଦୟା କରେ ପାପ ନ ରହେ ଶରୀରେ। କେବଳ ଭକ୍ତିରେ ଚେତନ ଭକ୍ତି ଭାବରେ ସେ ବନ୍ଧନ। ଭକ୍ତି ଯହି ତହିକି ଗଲେ ସେ ବ୍ରହ୍ମ ଥାଏ ତା ସଙ୍ଗରେ। ଯେତେ ଅବା ପୀଡନ୍ତି ସେ ବ୍ରହ୍ମ ତାକୁ ପୀଡୁଥାନ୍ତି। ଭକ୍ତ ଯେ ଅବା ନିନ୍ଦା କରେ ସେ ବ୍ରହ୍ମ ଦଣ୍ଡ ଦିଏ ତାରେ। ତାପରେ ସେ ରାଜା ପୁଣି ଚେତା ହେଲା ଭକ୍ତି ଭାବରେ ଚେତା ହେଲା। ଉଚିତ ଆଖ୍ୟାନ। ହଁ ଆଚ୍ଛା, ହଁ। ଏଇଟା ଅର୍କିତ ଦାସଙ୍କର ଲେଖା ନା? ଅର୍କି ଦାସ ମହିମଣ୍ଡଳ ଗୀତା। ମହିମଣ୍ଡଳ ଗୀତା ତ? ଆଜ୍ଞା ହଁ ହଁ ହଁ। ଆଚ୍ଛା ବାସ୍, ବଢିଆ କଥା। ଅର୍କି ଦାସ ତ ସିଦ୍ଧ ପୁରୁଷ ମହାପୁରୁଷ। ଆଉ ସେ ଯୋଉ ଆମିଷ କଥା ଆପଣ କହିଲେ ହେଲା କି, ଆଜ୍ଞା ହଁ ହଁ ମୁଁ ଗୋଟେ ଛୋଟିଆ କଥା କହିମି ଟିକେ ମନ ଦେଇକି ଶୁଣ ହେଲା। ଆଜ୍ଞା ଆଜ୍ଞା ମୁଁ ଥରେ ଯାଇଥିଲି ଆମର ଯୋଉ ଆଖଣ୍ଡଳମଣି ଆରଡି ଜାଣିଛନ୍ତି ନା? ହଁ ହଁ ଆମର ସେଇ ପାଖ ବା। ବାସ୍, ଆଖଣ୍ଡଳମଣି ଆରଡିକୁ ମୁଁ ଯାଇଥିଲି। ଗଲା ବେଳକୁ ଗୋଟିଏ
ଜଗନ୍ନାଥ ମନ୍ଦିର ସେ କରରେ ଅଛି। ସେଠି ଜଗନ୍ନାଥ କି କଣ ଜଣେ ଗୋଟେ ମନ୍ଦିର ଅଛି, ପୋଖରୀ କରରେ ନନା କଣ କରୁଛନ୍ତି ନା ପୋଖରୀରୁ ସେ ବାଲ୍ଟିଏ ପାଣି ଆଣିଛନ୍ତି ପୂଜା କରିବା ପାଇଁ। ସେଠୁ ମୁଁ ପଚାରିଲି ନନା ଆପଣ ପାଣି ଆଣିଲେ କୋଉଠୁ? ନା ପୋଖରୀରୁ। ମୁଁ କହିଲି ଏ ପୋଖରୀରୁ ପାଣି ହେଲେ ଆଇଁଷ ପାଣି ଗୁଡାକ? କହିଲେ ନା ପୋଖରୀରୁ ପାଣି ଅଛି ଆଇଁଷ ପାଣି କଣ? ମୁଁ କହିଲି ଯଦି ପୋଖରୀରୁ ଆଣିଲେ ଆଇଁଷ ପାଣି ନୁହେଁ, ତାହେଲେ ପୋଖରୀରେ ମାଛ ଖେଳୁଛି ତା ପାଖରୁ ଆପଣ ଆଣିଲେ ପାଣି। ଆଚ୍ଛା ଠିକ ଅଛି, ମୁଁ ସେଇ ପୋଖରୀରୁ ଗୋଟେ ଚିଙ୍ଗିଡି ମାଛ ଆଣିକି ଏଥିରେ ପୁଣି ବୁଡେଇ ଦେଇକି ନେଇକି ଛାଡିଦେବି, ତମେ ଠାକୁର ପୂଜା କରିବ? କହିଲା ଆଇଁଷ। ମୁଁ ତମେ ଆଇଁଷ ପାଖରୁ ପାଣି ଆଣିଲ, ପୁଣି ମୁଁ ଆଇଁଷ ଟାକୁ ବୁଡେଇ ଦେଇକି ମାଛଟାକୁ ବୁଡେଇ ଦେଇକି ନେଇଗଲେ ତମେ କହୁଛ ଏଗୁଡା କି କଥା? ନା ଯୋଉ କଥାଟା ମହାପୁରୁଷ ଅର୍କି ଦାସ ଲେଖିଛନ୍ତି ମୁଁ ସେଇ କଥା ଉପରେ କହୁଛି, କଣ ବୁଝିଲେ ନା? ତେଣୁ ଆମିଷ ସବୁ, କିନ୍ତୁ ସେଇ ଆମିଷକୁ ଲୋକଙ୍କର ଗୋଟେ କଣ ବୁଝିଲେ ନା, ଭେଦ ଦୃଷ୍ଟି ସୁଯୋଗ ଅଛି ଦୁଃଖର କଳ୍ପନା, ତାର ଅବ୍ୟର୍ଥ ଔଷଧ ଅଦ୍ବୟ ଭାବନା। ତେଣୁ ବିଧି ନିଷେଧ ଏଣୁ କରି ସୁକର୍ମ କୁକର୍ମ ବିଷୟ ଏସବୁ ଲୋକଙ୍କର ମନର କଳ୍ପନା। ମନ ଯଦି ଠିକ ବାଟକୁ ଆସେ, କିଏ ଆମିଷ କିଏ ନିରାମିଷ। ଯୋଉ ଗୋଟେ କଥା ହେଲେ ଯେ ପ୍ରତ୍ୟେକ ପ୍ରାଣୀ ରଜ ଏବଂ ବୀର୍ଯ୍ୟର ସୃଷ୍ଟି, ଆଉ ରଜ ବୀଜରୁ ଯଦି ସୃଷ୍ଟି ହେଲେ ଆଉ ତାହେଲେ ରଜ ବୀର୍ଯ୍ୟ ସୃଷ୍ଟି ଯୋଉ ଶରୀରଟା ସିଏ ବି ଆଇଁଷ, ସିଏ ସବୁ ଗୁଡାକ ଆଇଁଷ। ତେଣୁ ଶରୀର ଯେମିତି ଆମେ ମାଛକୁ ଗୋଟେ ଆଇଁଷ କହୁଛନ୍ତି, ଶରୀରଟା ମଧ୍ୟ ଗୋଟେ ଆଇଁଷ, ଗୋଟେ ମାଛ। ତେଣୁ ଆମେ ଯଦି ଆମେ କେବଳ ଆମିଷ ଖାଇବାନି, ଆମେ ଶରୀର ଜ୍ଞାନ ଛାଡୁଛନ୍ତି ନା? ତାହେଲେ ଆମେ ବ୍ରହ୍ମକୁ ହତ୍ୟା କରୁଛନ୍ତି, ପୁଣି ବ୍ରହ୍ମ ହତ୍ୟା ଦୋଷ ଲାଗୁଛି, ଦେଖିଲାକୁ ଆମେ କହୁଛନ୍ତି ନା ତୁମେ ବ୍ରହ୍ମକୁ ହତ୍ୟା କଲେ ପାପ। ଯୋଉ କଥା ମୁଁ କହୁଛି ଶୁଣ, ଗୋଟେ କଥା ହଉଛି ଲୋକମାନେ ଅଜାଣତରେ କିଛି ବୁଝି ପାରୁନାହାନ୍ତି। ଯିଏ ଜାଣିଗଲା, ଯିଏ ଉର୍ଦ୍ଧ୍ୱକୁ ଯାଇ ବୁଝିଗଲା, ତା ପାଖରେ ଆମିଷ ନିରାମିଷ ସବୁ ସମାନ, ବୁଝିଲେ? ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ଦିନେ ପରିସ୍ରା କରିବା ପାଇଁ ଯାଇଛନ୍ତି, ମତେ ହାତକୁ ଧରିକିଛନ୍ତି, ଯାଇକି ଆମେ ପହଞ୍ଚିଲୁ ଗୋଟେ ସଡକରେ ପରିସ୍ରା କଲେ। ଆଗରେ ଗୋଟେ ଘର ଅଛି ଚାଳ ଘର, ସେ ଚାଳ ଘର ପାଖରେ ସେ ଲୋକ କୁକୁଡା କେତେଟା ରଖିଛନ୍ତି, ଗୋଟେ ଧଳା କୁକୁଡା ଆସିକି ସେ ରାସ୍ତା କଡରେ ଛିଡା ହେଇଛି। ମତେ ପଚାରିଲେ ତୁ ଆକୁ ଖାଉ? ମୁଁ କହିଲି ନା। କହିଲେ ହେ ସେଟା ଗୋଟେ ପରିବା କଣ କି? ସେଠି ଚଟ କିଣି ମୋ ମୁଣ୍ଡ ଭିତରେ ପଶିଗଲା ଯେ ସେଟା ଗୋଟେ ପରିବା ସେ କହିଲେ। ତେଣୁ ଆମେ ଯଦି ଭାବିବା ସେଟା କୁକୁଡା ସେଟା ଆମିଷ, ତାହେଲେ ଆମକୁ ପାପ ଲାଗିବ। କିନ୍ତୁ ଆମେ ଯଦି ମନ ଭିତରେ ଭାବିଦେଲେ ଆମର ଗୋଟେ ପରିବା ଯେମିତି ଖାଉଛନ୍ତି ଇଏ ଗୋଟେ ପରିବା, ତେଣୁ ଆଉ ଆମିଷ କାହିଁ ନା ନିରାମିଷ କାହିଁ? ଆପଣ ଅର୍କି ଦାସ ଯାହା ଲେଖିଲେ ମହାପୁରୁଷ, ସିଏ ଏକଦମ 100ରୁ 100 ଆହୁରି ଅଧିକ ବରଂ କରେକ୍ଟ ହବ ସିଏ, ବୁଝିଲେ? ଆଉ ଗୋଟେ ବାବା ମୁଁ ଗୋଟେ କରିଛି କଣ, ମୋର ମନ ସ୍ଥିର ନହବା ମୁଁ ବର୍ଷେ ପାଖାପାଖି ଆଇଁଷ ଛାଡି ଦେଇଛି, କିନ୍ତୁ ସେ ମନ ସ୍ଥିର ହଉନି। ବାସ୍ ଏବେ କହୁନାହାନ୍ତି ଆଇଁଷ ସହିତ ମନ ସ୍ଥିର ଅସ୍ଥିରର କିଛି ନାହିଁ। କିଛି ନାହିଁ। ନା, ମନ ସ୍ଥିର କରିବା ପାଇଁ ତାର ଅଲଗା ଫର୍ମୁଲା ଅଛି, ବୁଝିଲେ କି? ତାର ଫର୍ମୁଲା ବୋଲେ ଗୋଟେ କଥା ହଉଛି ପବନ ସ୍ଥିର ହେଲେ ମନ ସ୍ଥିର। ପବନ ଯଦି ସ୍ଥିର ନ ହେଇଛି ମନ କେବେ ସ୍ଥିର ହବନି। କାହିଁକି ନା ଯୋଉ ଲୋକର ମନ ଯେତେ ଚଞ୍ଚଳ, ତାର ପବନ ସେତେ କ୍ଷିପ୍ର ଗତି। ତମେ ସ୍ତ୍ରୀ ସଙ୍ଗମ କରିବ, ପବନ ଯେତିକି ଆସିବ, ଯେତେ ଜୋର ଚାଲିବ। ଦୌଡ଼ିଲେ ପବନ ଯେତେ ଜୋର ଚାଲିବ, ବସିଲେ କଣ ସେତେ ହବ? ହବନି। ତେଣୁ ଆମର ଶରୀର ନେଇକିରି, ପବନ ନେଇକିରି ଆମେ ଯେତେବେଳେ ଗତି କରୁଛନ୍ତି, ସେତେବେଳେ ମନଟା ସେଇ ହିସାବରେ ଗମନ କରୁଛି। କାହିଁକିନା ମନ ପବନ ହଉଛି ଗୋଟିଏ ଜିନିଷ, ହେଲା? ତେଣୁ ଆମେ ପବନକୁ ଯଦି ଧୀର କରିପାରିବା, ହେଲା, 21,600 ଥର ଚାଲିଛି, ତାକୁ ଯଦି କମେଇ କମେଇ 8,800 କରିପାରିବା, ତାହେଲେ ଆମେ ହେଇଗଲେ ଯୋଗୀ। ଆଉ ଗୋଟେ ଯେତେବେଳେ ହେଲା କର୍ମ କଲେ ମାୟା ଗ୍ରାସେ, ଅକର୍ମ କଲେ ମାୟା ନାଶେ। ହଁ, ଏଇ ସବୁ ସେଟା ମୁଁ 4ଟା ବେଳକୁ କହିବି। ବର୍ତ୍ତମାନ ହଉ ମାନେ ସେ ତାର ପ୍ରତିରୂପ କଥାଟା ହଉଛି ଅକର୍ମେ ବାସୁଦେବ ପ୍ରୀତି କର୍ମ କରଣି କିଏ ଯାଆନ୍ତି। କର୍ମ କିଏ ସେ ଅକର୍ମ କିଏ 3-4 ପ୍ରକାରର ମୁଁ କହିଦେବି, କିନ୍ତୁ ଏବେ ନୁହେଁ, 4ଟା ବେଳକୁ ମୁଁ ବର୍ତ୍ତମାନ ହଉ ପ୍ରଣାମ ପ୍ରଣାମ।